ଧାନବେଣୀରେ ପାଳିତ ହେଲା ମାଘ ପୂର୍ଣ୍ଣିମା। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର କ୍ଷୀରେଇଟାଙ୍ଗିରି ଦେଇ ଲମ୍ବି ଯାଇଛି 49 ନମ୍ବର ଜାତୀୟ ରାଜପଥ। ସେହି ଜାତୀୟ ରାଜପଥର କ୍ଷୀରେଇଟାଙ୍ଗିରି ଏବଂ ବାଉଁଶୁଳିର ସୀମାରେଖା ମଧ୍ୟରେ ରହିଛି ବିରାଟକାୟ ପଥର ଚଟାଣ। ସେହି ପଥର ଚଟାଣର ଶୀର୍ଷ ଭାଗରେ ଶୋଭା ପାଉଛି ଏକ ସତ୍ୟ ସନାତନ ଧର୍ମର ଧ୍ୱନି ମନ୍ଦିର, ଯେଉଁ ମନ୍ଦିର କି ରାସ୍ତା ଉପରେ ଯାଉଥିବା ପ୍ରତ୍ୟେକ ପଥଚାରୀଙ୍କ ଦୃଷ୍ଟି ଆପେ ଆପେ ଟାଣି ନେଇଯାଇଥାଏ। ଏହି ସ୍ଥାନ ଏକ ପବିତ୍ର ସ୍ଥାନ ହୋଇଥିବା ବେଳେ ଏହାର ଇତିହାସର ପୃଷ୍ଠାରେ ଅନେକ କିମ୍ବଦନ୍ତୀ ଲୁଚି ରହିଛି। କେବଳ ଯେ ଏଠାରେ ଧ୍ୱନି ମନ୍ଦିର ରହିଛି ତାହା ନୁହଁ, ଏହି ପଥର ଚଟାଣରେ ରହିଛି ଯଜ୍ଞକୁଣ୍ଡ, ଗୁମ୍ଫା ସହିତ କ୍ଷୁଦ୍ର ପୁଷ୍କରଣୀଟିଏ। ଏହି ପବିତ୍ର ପୀଠକୁ ପର୍ଯ୍ୟଟନ ସ୍ଥଳୀର ଝଲକ ରହିଥିବା ବେଳେ ପାହାଡ଼ର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ସାନ୍ଧ୍ୟ ଭ୍ରମଣର ଏକ ପ୍ରମୁଖ ସ୍ଥଳ ପାଲଟି ଯାଇଛି। ସେହି ପବିତ୍ର ପୀଠ ଧାନବେଣୀରେ ପାଳିତ ହୋଇଯାଇଛି ମାଘ ପୂର୍ଣ୍ଣିମା ଉତ୍ସବ। ସତ୍ୟ ସନାତନ ଧର୍ମର ପୁଣ୍ୟତୀର୍ଥ ଏହି ଧାନବେଣୀ ମଠରେ ପୂର୍ବରୁ ଅନେକ ସାଧୁ ସନ୍ଥ ଏଠାରେ ରହୁଥିଲେ। ସେହି ଅଲେଖ ଧର୍ମୀ ବାବାମାନେ ଏଠାରେ ବିଶ୍ୱ କଲ୍ୟାଣ ପାଇଁ ଯାଗଯଜ୍ଞ କରୁଥିଲେ। ସେହି ଯାଗଯଜ୍ଞ ମଧ୍ୟରେ ମାଘ ପୂର୍ଣ୍ଣିମା ମୁଖ୍ୟ ହୋଇଥିବା ବେଳେ ମାଘ ପୂର୍ଣ୍ଣିମା ଦିନ ଏଠାରେ ଅଲେଖ ମହିମା ବାବାମାନଙ୍କ ଦ୍ୱାରା ମାଘ ପୂର୍ଣ୍ଣିମା ଆୟୋଜନ କରାଯାଇଥାଏ। ଖୁବ୍ ଚଳଚଞ୍ଚଳ ହୋଇ ଉଠୁଛି ଧାନବେଣୀର ଏହି ବିରାଟକାୟ ପଥର ଚଟାଣ। ଭକ୍ତମାନଙ୍କ ଦ୍ୱାରା ନାମ ଭଜନରେ ଚତୁର୍ଦିଗ ପ୍ରକମ୍ପିତ ହୋଇ ଉଠୁଥିବା ବେଳେ ଦର୍ଶକ ଗହଳି ଖୁବ୍ ଉତ୍ସବ ମୁଖରିତ କରିଦେଇଥିଲା ପ୍ରକୃତିର ପରିବେଶକୁ। ଯଜ୍ଞ ମଣ୍ଡପରେ ନିଜ ଜୀବନର ଶାନ୍ତି କାମନା ପାଇଁ ଶରଣ ନେଉଥାନ୍ତି ଅନେକ ଭକ୍ତ। ଚଳଚଞ୍ଚଳ ପରିବେଶ ମଧ୍ୟରେ ଶୋଭାବର୍ଦ୍ଧନ କରୁଥିବା ଧାନବେଣୀ ମଠ ଏବେ ନୂଆ ରୂପରେ ମାଘ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଛି। କ୍ଷୀରେଇଟାଙ୍ଗିରି ଧାନବେଣୀ ମଠ କମିଟି ଦ୍ୱାରା ଖୁବ୍ ମହାସମାରୋହରେ ଏବର୍ଷ ମାଘ ପୂର୍ଣ୍ଣିମା ଉତ୍ସବ ପାଳନ ହୋଇଥିବା ବେଳେ ଅନେକ ଭକ୍ତ ଏଠାରେ ନିଜ କଲ୍ୟାଣ ପାଇଁ ଆସିଥିଲେ। ଅନେକ ଅଲେଖ ମହିମା ଭକ୍ତ ଆସି ଭଜନ ପରିବେଷଣ କରି ମଠର ପବିତ୍ରତାକୁ ଦ୍ୱିଗୁଣିତ କରିଦେଇଥିଲେ। ଏହି ମାଘ ପୂର୍ଣ୍ଣିମାରେ ଆଖପାଖ ଲୋକଙ୍କ ଆଗମନ ଦେଖିବାକୁ ମିଳିଥିଲା। ଅଲେଖ ବାବାମାନଙ୍କ ଦ୍ୱାରା ଯଜ୍ଞ କାର୍ଯ୍ୟ କରି ବିଶ୍ୱ କଲ୍ୟାଣ ପାଇଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଥିଲେ। ପ୍ରତିବର୍ଷ ଏଠାରେ ମାଘ ପୂର୍ଣ୍ଣିମା ଉତ୍ସବ ପାଳନ ହେଉଥିବା ବେଳେ ଏବର୍ଷ ଏକ ଭିନ୍ନ ଧରଣର ପରିବେଶ ଦେଖିବାକୁ ମିଳିଥିଲା। ଖୋଲା ଖୋଲା ଲାଗୁଥିବା ଧାନବେଣୀ ମଠ ଆଜି ଜନଗହଳିର ପରିପୂର୍ଣ୍ଣ ଦୃଶ୍ୟ ସମସ୍ତଙ୍କ ମନକୁ ଛୁଇଁ ପାରିଥିଲା। କେନ୍ଦୁଝରରୁ ଦେବାନନ୍ଦ ମହନ୍ତଙ୍କ ସହିତ କ୍ଷେତ୍ରବାସୀ ମହନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।